नमस्कार। ओम नमो भगवते वासुदेवाय। नमस्कार। श्रीमद् भगवत गीतारे एही आध्यात्मिक ଯାତ୍ରାକୁ ସମସ୍ତଙ୍କୁ ସ୍ୱାଗତ। ହଁ, ଆଜି ଆମେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଉପରେ କଥା ହେବା। ହଁ, ଆଜି ଆମେ ଗୀତାର ତୃତୀୟ ଅଧ୍ୟାୟ ମାନେ କର୍ମଯୋଗର ସପ୍ତମ ଶ୍ଲୋକ। ଏଇଟା କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଭଗବାନ କହିଥିବା କଥା ନୁହେଁ କି? ଏକଦମ ଯେତେବେଳେ ଅର୍ଜୁନ ପୁରା ଦ୍ୱନ୍ଦ୍ୱରେ କ'ଣ କରିବେ କ'ଣ ନାହିଁ ସେତେବେଳର ଏ ଅମୃତବାଣୀ। ତେବେ ଆଜି ଆମର ଚେଷ୍ଟା ରହିବ ଏଇ ଶ୍ଲୋକର ଗଭୀରତାକୁ ଟିକେ ବୁଝିବା ପାଇଁ। କର୍ମଯୋଗ ପ୍ରକୃତରେ କ'ଣ ଆଉ ଆମ ଜୀବନରେ ଏହାର କିଛି ରେଲେଭେନ୍ସ ଅଛି କି ନାହିଁ। ହଁ, ଆଉ ଏଇଟାକୁ ଭଲ ଭାବେ ବୁଝିବାକୁ ହେଲେ ଆମ ଶ୍ରୋତାମାନଙ୍କୁ ଅନୁରୋଧ ପୁରା ଆଲୋଚନାଟିକୁ ଶୁଣନ୍ତୁ। ନିଶ୍ଚୟ। ତେବେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଶ୍ଲୋକଟିକୁ ଟିକେ ଶୁଣିବା। ୟସ୍ତ୍ୱିନ୍ଦ୍ରିୟାଣି ମନସା ନିୟମ୍ୟାରଭତେ ଅର୍ଜୁନ କର୍ମେନ୍ଦ୍ରିୟା ହି କର୍ମଯୋଗମ୍ ଅସକ୍ତଃ ସ ବିଶିଷ୍ୟତେ। ବହୁତ ସୁନ୍ଦର। ଏହାର ଯଦି ଆମେ ଓଡ଼ିଆରେ ସରଳ ଅର୍ଥ ଦେଖିବା, ହଁ, କ'ଣ ହବା? ଏମିତି ହବ ଯେ ହେ ଅର୍ଜୁନ, ଯେଉଁ ବ୍ୟକ୍ତି ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣରେ ରଖି ଆଉ ଫଳର ଆଶା ନ ରଖି ମାନେ ଅନାସକ୍ତ ହୋଇ ନିଜ କର୍ମେନ୍ଦ୍ରିୟ ଦ୍ୱାରା କର୍ମଯୋଗ କରେ ବା ନିଷ୍କାମ କର୍ମ କରେ, ସେହି ବ୍ୟକ୍ତି ହିଁ ଶ୍ରେଷ୍ଠ ସ ବିଶିଷ୍ୟତେ। ବାଃ, ତାମାନେ ଏଇଟା ପୂର୍ବ ଶ୍ଲୋକର ଗୋଟେ କଣ୍ଟିନ୍ୟୁଏସନ୍ ଭଳିଆ। ପୂର୍ବ ଶ୍ଲୋକର ତ ସେ ମିଥ୍ୟାଚାରୀ କଥା ଥିଲା। ଏକଦମ ଠିକ୍ ଧରିଛନ୍ତି। ଷଷ୍ଠ ଶ୍ଲୋକରେ କହିଲେ କିଏ କପଟି, ଯିଏ ବାହାରକୁ ସବୁ ଛାଡ଼ିଦେଲା ପରି ଦେଖାଉଛି ହେଲେ ମନ ଭିତରେ ସେଇ ଭୋଗ ଚିନ୍ତା। ହଁ, ଇନ୍ଦ୍ରିୟକୁ ବନ୍ଦ କଲା ପରି ଅଭିନୟ କରୁଛି। ହଁ, ଆଉ ଏଇ ସପ୍ତମ ଶ୍ଲୋକରେ ଠିକ୍ ତାର ଓଲଟା ପ୍ରକୃତ ଶ୍ରେଷ୍ଠ ସାଧକ କିଏ ତାର ଲକ୍ଷଣ କହୁଛନ୍ତି। ଏଠି ଜୋର ଦିଆଯାଉଛି ମନ ଉପରେ, ଆଭ୍ୟନ୍ତରୀଣ ସ୍ଥିତି ଉପରେ। ମାନେ ବାହାରକୁ କ'ଣ ଦିଶୁଛି ସେଇଟା ବଡ଼ କଥା ନୁହେଁ, ଭିତରେ କ'ଣ ଅଛି ସେଇଟା ମୁଖ୍ୟ। ନିଶ୍ଚିତ ଭାବରେ। ସେଥିପାଇଁ ପ୍ରଥମ ଷ୍ଟେପ୍ କହିଲେ ଇନ୍ଦ୍ରିୟାଣୀ ମନସା ନିୟମ୍ୟ। ମନ ଦ୍ୱାରା ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣ କରିବା। ଏଇଟା ଟିକେ ବୁଝେଇ କହିବେ କି, ମାନେ କେମିତି? ଦେଖନ୍ତୁ, ଆମ ଇନ୍ଦ୍ରିୟ ଆଖି, କାନ, ନାକ, ଜିଭ, ଚର୍ମ ଏମାନେ ତ ବାହାର ଜଗତରୁ ଖବର ଆଣନ୍ତି, କିନ୍ତୁ ସେ ଖବରକୁ ପ୍ରୋସେସ୍ କିଏ କରେ? ମନ। ହଁ, ମନ ହିଁ ତ ସବୁକୁ ଆଟାଚ୍ କରେ, ଏଇଟା ଭଲ, ଏଇଟା ଖରାପ। ଏକଦମ। ତେଣୁ ଇନ୍ଦ୍ରିୟମାନେ ନିଜେ ଭଲ କି ଖରାପ ନୁହନ୍ତି, ସେମାନେ କେମିତି ବ୍ୟବହାର ହେବେ ସେଇଟା ମନ ଉପରେ ନିର୍ଭର କରେ। ଯଦି ମନ ସ୍ଥିର, ବିବେକୀ, ତେବେ ଇନ୍ଦ୍ରିୟ ଠିକ୍ ବାଟରେ ଯିବେ। ଆଚ୍ଛା, ଯେମିତି ରାଜା ଭଲ ହେଲେ ସୈନ୍ୟ ଶୃଙ୍ଖଳିତ। ବହୁତ ବଢ଼ିଆ ଉଦାହରଣ। ଯଦି ମନ ଚଞ୍ଚଳ, ବିକ୍ଷିପ୍ତ, ତେବେ ସେ ଇନ୍ଦ୍ରିୟ ରୂପକ ଘୋଡ଼ାଙ୍କୁ ଠିକ୍ ରାସ୍ତା ଦେଖେଇ ପାରିବାନି, ସେମାନେ ବେଲଗାମ ହେଇଯିବେ। ତେଣୁ ଜବରଦସ୍ତି ଇନ୍ଦ୍ରିୟ ଦମନ କରିବା ସେଇଟା ବୋଧେ ମିଥ୍ୟାଚାର। ହଁ, କାରଣ ମନ ଭିତରେ ଇଚ୍ଛା ରହିଯାଉଛି। ସେଥିପାଇଁ ଭଗବାନ କହିଲେ ମନସା ନିୟମ୍ୟ, ମନକୁ ସାଧ, ମନକୁ ବୁଝାଅ। ମନ ସଂଯତ ହେଲେ ଇନ୍ଦ୍ରିୟ ଆପେ ଆପେ ଶାନ୍ତ ହେବେ। ବୁଝିଲେ? ଏହାପରେ କୁହାଗଲା କର୍ମେନ୍ଦ୍ରିୟ କର୍ମଯୋଗମ୍ ଆରଭତେ। ହଁ, ଏଠି ଦେଖନ୍ତୁ, କର୍ମ ଛାଡ଼ିବାକୁ କୁହାଯାଉନି, ବରଂ କର୍ମେନ୍ଦ୍ରିୟ ଦ୍ୱାରା କର୍ମ କରିବାକୁ କୁହାଯାଉଛି। କର୍ମେନ୍ଦ୍ରିୟ ମାନେ ହାତ, ପାଦ, ବାଣୀ ଏସବୁ? ହଁ, ଏସବୁ ଦ୍ୱାରା ଆମେ କାମ କରୁ। କିନ୍ତୁ କେଉଁ କାମ କରିବାକୁ କୁହାଯାଉଛି? କର୍ମଯୋଗମ୍। ଆଚ୍ଛା, ସାଧାରଣ କର୍ମ ନୁହେଁ, କର୍ମଯୋଗ। ହଁ, ଆଉ କର୍ମଯୋଗର ଅର୍ଥ ଆମେ ଆଗରୁ ବି ଆଲୋଚନା କରିଛେ, ନିଷ୍କାମ କର୍ମ। ହଁ, ସେଟା କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ। ଫଳକୁ ଆଶା ନ କରି କର୍ମ କରିବା। ଏକ୍ଜାକ୍ଟ। ତେଣୁ ଯେ ମନକୁ ବଶରେ ରଖିଛି ସେ ନିଜ କର୍ତ୍ତବ୍ୟ କର୍ମ କରେ। କାରଣ ଶରୀର ଅଛି ମାନେ କିଛି ନା କିଛି କର୍ମ ତ କରିବାକୁ ପଡ଼ିବ। ସେ ନିଷ୍କ୍ରିୟ ରହିପାରିବନି। କିନ୍ତୁ ସେହି କର୍ମଟା ସେ କରେ ଅନାସକ୍ତ ଭାବରେ। ଏଇଟା ହେଉଛି କି ପଏଣ୍ଟ। ହଁ, ସେଇଥିପାଇଁ ଶେଷରେ କହିଲେ ଅସକ୍ତଃ ସ ବିଶିଷ୍ୟତେ। ଯିଏ ଅସକ୍ତ ମାନେ ଆସକ୍ତି ରହିତ, ସେ ହିଁ ଶ୍ରେଷ୍ଠ। କିନ୍ତୁ ଏଇ ଅନାସକ୍ତିଟା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଆଉ ସତରେ କ'ଣ କାମ କଲାବେଳେ ଫଳ ବିଷୟରେ ନ ଭାବି ରହି ହୁଏ? ଏଇଟା ଟିକେ ପ୍ରାକ୍ଟିକାଲ ଲାଗୁନି। ଭଲ ପ୍ରଶ୍ନ। ଦେଖନ୍ତୁ, ସାଧାରଣତଃ ଆମେ କାମ କାହିଁକି କରୁ? କିଛି ପାଇବା ପାଇଁ। ଟଙ୍କା, ପଦ, ସମ୍ମାନ, ସୁଖ। ଏ ଯୋଉ ପାଇବାର ଇଚ୍ଛା ବା ମୋହ, ଏଇଟା ହିଁ ଆସକ୍ତି। ଆଚ୍ଛା। ଆଉ ଏଇ ଆସକ୍ତି ହିଁ ଆମକୁ ବାନ୍ଧେ। ନିଶ୍ଚୟ। ଫଳ ମିଳିଲେ ଆମେ ଖୁସି ହଉ, ଅହଙ୍କାର ଆସେ। ଫଳ ନ ମିଳିଲେ ଦୁଃଖ ହୁଏ, ନିରାଶା ଆସେ। ମାନେ ଆମେ ସେଇ ଫଳର ଦାସ ହୋଇଯାଉ। କିନ୍ତୁ ଯୋଗୀ କ'ଣ କରେ? କର୍ମଯୋଗୀ କର୍ମକୁ କର୍ତ୍ତବ୍ୟ ଭାବି କରେ। ଭଗବାନଙ୍କର ସେବା ବା ପୂଜା ଭାବି କରେ।
ଫଳ କ'ଣ ହବ ସେ ଚିନ୍ତା ସେ ମାଲିକଙ୍କ ଉପରେ ଛାଡ଼ିଦିଏ। ଏମିତି କରିବାରେ ଲାଭ କ'ଣ? ବହୁତ ଲାଭ। ପ୍ରଥମତଃ ମନ ଶାନ୍ତ ରହେ। ଫଳକୁ ନେଇ ଯେଉଁ ଚିନ୍ତା, ଭୟ, ଟେନସନ୍ ସେସବୁ କମିଯାଏ। ହଁ, ଏଇଟା ଗୋଟେ ବଡ଼ କଥା। ଦ୍ୱିତୀୟରେ କାମରେ ଏଫିସିଏନ୍ସି ବଢ଼େ, କାରଣ ଆପଣଙ୍କର ସବୁ ଧ୍ୟାନ କାମଟାକୁ ଭଲ ଭାବେ କରିବା ଉପରେ ରହେ, ଫଳ ଉପରେ ନୁହେଁ। ଆଚ୍ଛା, ଏମିତି ବି ହୁଏ? ହଁ, ଆଉ ତୃତୀୟ, ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଏହା ଆଧ୍ୟାତ୍ମିକ ଉନ୍ନତିରେ ସାହାଯ୍ୟ କରେ। କାରଣ ଏହି ଅନାସକ୍ତି ଭାବ ମୁଁ କରୁଛି ବା କର୍ତ୍ତୃତ୍ୱ ଅଭିମାନକୁ କମ୍ କରେ, ଯାହା ଆତ୍ମଜ୍ଞାନ ପାଇଁ ବହୁତ ଜରୁରୀ। ବୁଝିଲେ। ସେଥିପାଇଁ ଭଗବାନ ଏମିତି ଲୋକଙ୍କୁ ବିଶେଷ୍ୟତେ ବା ଶ୍ରେଷ୍ଠ କହୁଛନ୍ତି। ଏକଦମ। ତାହେଲେ ଏଇ କର୍ମଯୋଗଟା ଏକ ପ୍ରକାର ଆକ୍ଟିଭ୍ ସନ୍ନ୍ୟାସ ବା ସକ୍ରିୟ ସନ୍ନ୍ୟାସ ପରି। ଲୋକେ ତ ଭାବନ୍ତି ସନ୍ନ୍ୟାସ ମାନେ ସବୁ ଛାଡ଼ିଛୁଡ଼ି ପଳେଇବା। ହଁ, ଏଇଟା ଏକ ସାଧାରଣ ଭ୍ରମ। ଭଗବାନ ଏଠି ସ୍ପଷ୍ଟ କରି ଦଉଛନ୍ତି, ପ୍ରକୃତ ତ୍ୟାଗ ବା ସନ୍ନ୍ୟାସ କର୍ମ ଛାଡ଼ିବାରେ ନାହିଁ, ମନରୁ ଆସକ୍ତି ଛାଡ଼ିବାରେ ଅଛି। ମାନେ କର୍ମଯୋଗୀ ସଂସାର ଭିତରେ ରହିବ, ସବୁ କାମ କରିବ। ହଁ, ନିଜର ଦାୟିତ୍ୱ ତୁଲେଇବ, କିନ୍ତୁ ଭିତରୁ ସେ ଅନାସକ୍ତ। ସେ ବାହାରକୁ କର୍ମଠ, ଭିତରୁ ବିରକ୍ତ। ସେଥିପାଇଁ ସେ କର୍ମ କରିବି କର୍ମବନ୍ଧନରେ ପଡ଼େନି। ବା, ଏଇଟା ଆଜିକାଲିର ଜୀବନ ପାଇଁ ବହୁତ ପ୍ରାକ୍ଟିକାଲ ଲାଗୁଛି। ଆମେ ସମସ୍ତେ ତ କିଛି ନା କିଛି କାମ କରୁଛୁ, ଚାକିରି, ବେପାର, ଘର ସଂସାର। ନିଶ୍ଚୟ। କିନ୍ତୁ ସେଇ ଫଳର ଚିନ୍ତା, କମ୍ପିଟିସନ, ସକ୍ସେସ୍ ଫେଲ୍ୟୁରର ଭୟ, ଏସବୁ ଆମକୁ ବହୁତ ଷ୍ଟ୍ରେସ୍ ଦଉଛି। ଏକଦମ। ଆଜିର ଯେତେ ମେଣ୍ଟାଲ ହେଲ୍ଥ ସମସ୍ୟା, ଷ୍ଟ୍ରେସ୍, ଏଙ୍ଗ୍ଜାଇଟି, ବର୍ନଆଉଟ୍, ତା ପଛରେ କେଉଁଠି ନା କେଉଁଠି ଏଇ ଫଳାସକ୍ତିର ହାତ ଅଛି। ତେବେ ଆମେ ଯଦି ଏଇ ଗୀତାର କଥାଟାକୁ ଟିକେ ପ୍ରାକ୍ଟିସ୍ କରିପାରନ୍ତେ। କେଉଁ କଥା? ଏଇ ଯେ କାମଟା ଉପରେ ଫୋକସ୍ କରିବା, ନିଜର ବେଷ୍ଟ ଦେବା, କିନ୍ତୁ ରେଜଲ୍ଟ କ'ଣ ହବ ସେଇଟାକୁ ନେଇ ବେଶୀ ବ୍ୟସ୍ତ ନ ହେବା। ହଁ, ଯଦି ଏତିକି କରିପାରିବା ତେବେ ଜୀବନରେ ବହୁତ ଶାନ୍ତି ଆସିବ, ସହଜ ଲାଗିବା ସବୁକିଛି, ଗୋଟେ ବ୍ୟାଲେନ୍ସ ଆସିବ। ଯେମିତି ଜଣେ ଛାତ୍ର ପରୀକ୍ଷା ପାଇଁ ଭଲ ପଢ଼ିବ, କିନ୍ତୁ ରେଜଲ୍ଟକୁ ନେଇ ଏତେ ଟେନସନ୍ ନେବନି, ପଢ଼ିବାଟାକୁ ହିଁ ଏନ୍ଜୟ କରିବ। ଠିକ୍। କିମ୍ବା ଜଣେ ଗୃହିଣୀ ଘର କାମକୁ ଯଦି ସେବା ଭାବରେ କରିବ, ଫଳାଫଳର ଚିନ୍ତା ନ କରେ, ତେବେ ସେ କାମ ତାକୁ ବୋଝ ଲାଗିବନି, ବରଂ ଆନନ୍ଦ ଦେବ। ଏଇଟା ହିଁ କର୍ମକୁ ଯୋଗରେ ବଦଳେଇବା, ନା? ହଁ, ଏଇଟା ଗୋଟେ କଳା। ଆଉ ଗୋଟେ କଥା ଆଗରୁ କହୁଥିଲେ, ଇନ୍ଦ୍ରିୟ ସଂଯମ ମାନେ ଦମନ ନୁହେଁ। ଆଚ୍ଛା, ସେଇଟା ଟିକେ ଆଉଥରେ କୁହନ୍ତୁ। ଦେଖନ୍ତୁ, ମନସା ନିୟମ୍ୟ ମାନେ ମନ ଦ୍ୱାରା ବିବେକପୂର୍ଣ୍ଣ ନିୟନ୍ତ୍ରଣ। ଇନ୍ଦ୍ରିୟକୁ ପୁରା ବନ୍ଦ କରିଦେବା ନୁହେଁ। ଯେମିତି ଭଲ ଖାଇବାରେ ଦୋଷ ନାହିଁ ଯଦି ଆମେ ସେ ଖାଇବାର ଦାସ ନ ହଉ। ମାନେ ଟେଷ୍ଟ ପାଇଁ ଖାଇବା, କିନ୍ତୁ ଏଡିକ୍ସନ୍ ନ ହେବା। ହଁ, ସୁଖ ଆସିଲେ ସେଥିରେ ମାତି ନ ଯିବା, ଦୁଃଖ ଆସିଲେ ଭାଙ୍ଗି ନ ପଡ଼ିବା। ଏଇଟା ହେଉଛି ସଂଯମ, ବ୍ୟାଲେନ୍ସ। ଯୋଗର ଅର୍ଥ ହିଁ ତ ସମତ୍ୱ। ସେଇ ଘୋଡ଼ା, ଲଗାମ ଆଉ ସାରଥୀର ଉଦାହରଣ ପରି। ଏକଦମ। ବିବେକ ରୂପକ ସାରଥୀ ମନ ରୂପକ ଲଗାମକୁ ଧରି ଇନ୍ଦ୍ରିୟ ରୂପକ ଘୋଡ଼ାଙ୍କୁ ଠିକ୍ ବାଟରେ ନେବ। ଘୋଡ଼ାଙ୍କୁ ମାରିଦେବନି କି ପୁରା ଛାଡ଼ିଦେବନି। ଏହା ବୋଧହୁଏ ଅର୍ଜୁନଙ୍କ ପାଇଁ ସେହି ସମୟରେ ବହୁତ ଜରୁରୀ ଥିଲା। ସେ ତ ଯୁଦ୍ଧ ଛାଡ଼ି ପଳେଇବାକୁ ବସିଥିଲେ। ନିଶ୍ଚିତ। ସେ ଭାବୁଥିଲେ କର୍ମ ତ୍ୟାଗ ହିଁ ଭଲ, କିନ୍ତୁ ଭଗବାନ କହିଲେ ନା, ପଳାୟନ ଠିକ୍ ନୁହେଁ, ମିଥ୍ୟାଚାରୀ ହୁଅନି। ବରଂ ମନକୁ ସଂଯତ କର ଆଉ ନିଜ କର୍ତ୍ତବ୍ୟ କର। ହଁ, କ୍ଷତ୍ରିୟର ଧର୍ମ ଯୁଦ୍ଧ କରିବା। ତେଣୁ ଯୁଦ୍ଧ କର, କିନ୍ତୁ ଫଳର ଆଶା ନ ରଖି କର, ଅନାସକ୍ତ ହୋଇ କର। ଏହା ହିଁ ତୋ ପାଇଁ ଯୋଗ। ଏହା ତାଙ୍କୁ ଗୋଟେ ନୂଆ ଦିଶା ଦେଖାଇଥିବ। ନିଶ୍ଚୟ। ଆଉ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିଲେ ଏଇ ଦୁଇଟା ଜିନିଷ, ମନ ଦ୍ୱାରା ଇନ୍ଦ୍ରିୟ ସଂଯମ ଆଉ କର୍ମଫଳରେ ଅନାସକ୍ତି, ଏ ଦୁଇଟା ମିଶି ଆତ୍ମଶୁଦ୍ଧି କରନ୍ତି। ଆତ୍ମଶୁଦ୍ଧି କେମିତି? ଦେଖନ୍ତୁ, ଯେତେବେଳେ ମନ ବାହାର ବିଷୟରୁ ହଟି ଆସେ, ଆସକ୍ତି କମେ, ସେତେବେଳେ ମନ ଶାନ୍ତ ହୁଏ, ସ୍ଥିର ହୁଏ। ଏଇ ସ୍ଥିର ଶୁଦ୍ଧ ମନରେ ହିଁ ବୁଦ୍ଧି ଠିକ୍ ଭାବେ କାମ କରେ। ପ୍ରଜ୍ଞା ପ୍ରତିଷ୍ଠିତା ହୁଏ। ହଁ, ଯେମିତି ଗୀତାରେ କୁହାଯାଇଛି 2.61, ଯାହାର ଇନ୍ଦ୍ରିୟ ବଶରେ ତାହାର ବୁଦ୍ଧି ସ୍ଥିର, ଆଉ ସେଇ ସ୍ଥିର ବୁଦ୍ଧିରେ ଆତ୍ମାକୁ ଅନୁଭବ କରିହୁଏ। ବାଃ, ଏହାକୁ ଆହୁରି ଭଲରେ ବୁଝିବା ପାଇଁ ସେଇ ନୌକା ଆଉ ନାବିକର ଉଦାହରଣ ବାବଦେ କାମ ଦେବ। ହଁ, କୁହନ୍ତୁ। ଯେମିତି ଆମ ଜୀବନଟା ଗୋଟେ ନଦୀ ଆଉ ଶରୀରଟା ନୌକା। ହୁଁ। ଇନ୍ଦ୍ରିୟ ମାନେ ହେଲେ ପବନ ବା ସ୍ରୋତ, ଯାହା ନୌକାକୁ ଏପଟ ସେପଟ କରିପାରେ। ଆଚ୍ଛା, ତେବେ ମନ କ'ଣ? ମନ ହେଲା ମଙ୍ଗ ବା ଆହୁଲା,
ଆଉ ଆମ ବିବେକ ବା ବୁଦ୍ଧି ହେଲା ନାବିକ। ଭଲ ଉପମା। ତାପରେ ଯଦି ନାବିକ ବିବେକ ସଜାଗ ରହି ମନରୂପକ ମଙ୍ଗକୁ ଠିକ୍ ଭାବେ ଧରେ ଆଉ କର୍ମରୂପକ ଆହୁଲାକୁ ଅନାସକ୍ତ ଭାବେ ଚଲାଏ, ହଁ, ତେବେ ସେ ସଂସାର ନଦୀରେ ନିଜ ଲକ୍ଷ୍ୟ ଆଡ଼କୁ ଯାଇପାରିବ। ଏଇଟା ହେଲେ କର୍ମଯୋଗୀ। ଆଉ ଯଦି ସେ ମଙ୍ଗୋ ଛାଡ଼ିଦିଏ ବା ଖାଲି ଆହୁଲା ଚଲେଇବାର ଅଭିନୟ କରେ? ତେବେ ସେ ସ୍ରୋତରେ ଭାସିଯିବ। ସେ ହେଲା ମିଥ୍ୟାଚାରୀ। ବହୁତ ସୁନ୍ଦର ଭାବେ ବୁଝେଇଲେ, ଏକଦମ ସ୍ପଷ୍ଟ ହୋଇଗଲା। ତେବେ ଆଜିର ଏ ଆଲୋଚନାରୁ ଯାହା ମୁଖ୍ୟ କଥା ସବୁ ବାହାରିଲା ତାକୁ ଟିକେ ସମରାଇଜ କରିଦେବା କି? ହଁ, ନିଶ୍ଚୟ। କ'ଣ କ'ଣ ଶିଖିଲେ ଆମେ? ପ୍ରଥମ କଥା ହେଲା ପ୍ରକୃତ ଯୋଗ ବା ତ୍ୟାଗ କର୍ମ ଛାଡ଼ିବାରେ ନାହିଁ, କର୍ମଫଳର ଆସକ୍ତି ଛାଡ଼ିବାରେ ଅଛି। ଠିକ୍। ଦ୍ୱିତୀୟ? ବାହାରତୁ ଇନ୍ଦ୍ରିୟ ଦମନ କରିବାଠୁ ବେଶୀ ଜରୁରୀ ହେଉଛି ମନକୁ ନିୟନ୍ତ୍ରଣ କରିବା। ହଁ, କାରଣ ମନ ହିଁ ମୂଳ। ତୃତୀୟ? ଶ୍ରେଷ୍ଠ ବ୍ୟକ୍ତି ସେହି ଯିଏ ମନ ଦ୍ୱାରା ଇନ୍ଦ୍ରିୟକୁ ବଶରେ ରଖି ଫଳର ଆଶା ନ ରଖି ନିଜ କର୍ତ୍ତବ୍ୟ କର୍ମ କରେ। ଏକଦମ। ଆଉ ଶେଷରେ? ଏମିତି କର୍ମଯୋଗୀ ସଂସାରରେ ରହିବି ମୁକ୍ତ, କାରଣ ତାର କାମ ତାକୁ ବାନ୍ଧେନି, ବରଂ ତାର ସାଧନା ପାଲଟିଯାଏ। ବାଃ, ବହୁତ ବଢ଼ିଆ ସମରି। ସତରେ ଏ ଶ୍ଲୋକଟା ବହୁତ ଗଭୀର ଓ ବହୁତ ପ୍ରାକ୍ଟିକାଲ। କିନ୍ତୁ ଏସବୁ ଶୁଣିଲା ପରେ ଗୋଟେ ପ୍ରଶ୍ନ ମନରେ ରହିଯାଉଛି। କ'ଣ? ଆମେ ଆମର ଏଭ୍ରିଡେ ଲାଇଫରେ ପ୍ରତିଦିନର କାମରେ ଏଇ ଅନାସକ୍ତି ଭାବକୁ କେମିତି ଆଣିବା, କେଉଁଠୁ ଆରମ୍ଭ କରିବା? ଏଇଟା ବୋଧେ ସମସ୍ତଙ୍କୁ ଟିକେ ଭାବିବାକୁ ପଡ଼ିବ। ହଁ, ଏଇଟା ଚିନ୍ତନ ପାଇଁ ଗୋଟେ ଭଲ ବିଷୟ। ଅଭ୍ୟାସ ହିଁ ଏକମାତ୍ର ରାସ୍ତା। ଆଶା କରୁଛୁ ଆଜିର ଏ କଥାବାର୍ତ୍ତା ଆମର ଶ୍ରୋତାମାନଙ୍କୁ କିଛି ନୂଆ ଦିଗ ଦେଖାଇଥିବ। ନିଶ୍ଚୟ। ଯଦି ଆପଣମାନଙ୍କୁ ଏହି ଆଲୋଚନା ଭଲ ଲାଗିଲା, ତେବେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରିପାରନ୍ତି, ଯେମିତି ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଜ୍ଞାନ ସମସ୍ତଙ୍କ ପାଖରେ ପହଞ୍ଚୁ। ହଁ, ଏହା ବି ଏକ ନିଷ୍କାମ ସେବା। ଆଉ ଆପଣଙ୍କର ମତାମତ ବା ଅନୁଭୂତି ଜଣାଇବାକୁ ଭୁଲିବେନି। କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖିପାରନ୍ତି। ଆମକୁ ଜାଣିବାକୁ ଭଲ ଲାଗିବ। ଆଗକୁ ଆମେ ଗୀତାର ପରବର୍ତ୍ତୀ ଶ୍ଲୋକ ବା ଅନ୍ୟ କୌଣସି ଆଧ୍ୟାତ୍ମିକ ବିଷୟରେ ଏମିତି ଆଲୋଚନା ନେଇ ଆସିବୁ। ସେ ପର୍ଯ୍ୟନ୍ତ ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।